ଆରେ କେବଳ ରାସ୍ତାଟା ହେଇଗଲେ ହେବନି। ଆପଣ ଯେଉଁ ହଉ ଠିକ୍ ଅଛି ମୋ ଭିଡ଼ିଓ ଦେଖିବ କିଏ ଦେଖିବ କ'ଣ କରିବ ସେଇଟା ମୁଁ ଜାଣିନି। ତାପରେ କ'ଣ କରିବ, ରାସ୍ତାକୁ ଦେଖିଲେ ରାସ୍ତା ବନେଇଲେ ହେବ। ମୋର ଫାଷ୍ଟ ପଏଣ୍ଟ, ପ୍ରତ୍ୟେକ ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ହଉ। ଆଉ ଲୋକମାନେ ତାଙ୍କର ବେପାର ବାଣିଜ୍ୟ ଯାହା ବି ସେ ଘର ଉତ୍ପାଦନ କରୁଛନ୍ତି, ଆରେ ପପିଆଟେ ହଉ କି ଶାଗଟେ ହଉ କି ଗୋଟେ ଘାସ ବିଡ଼ାଟେ ହଉ, ଆରେ ବାহিরে ନୁହେଁ, ଆମ ଷ୍ଟେଟ୍ରେ କେହି କିଣୁନାହାନ୍ତି ତ, ବାহিରେ ଷ୍ଟେଟ୍ରେ ବହୁତ ଲୋକ କିଣୁଛନ୍ତି। ଏଇଟା ଆମ ଗଭର୍ଣ୍ଣମେଣ୍ଟ ବୁଝୁ, ଆଉ ସେଇ ଜିନିଷକୁ ବିକିବା ପାଇଁ ତାଙ୍କୁ ରାସ୍ତା ଦେଖାଉ। ଆଉ ଏଥିପାଇଁ ଗୋଟେ ଟିମ୍ କରୁ, ଯେଉଁମାନେ ଜାଣିପାରୁନାହାନ୍ତି। ଆମ ଘର, ମୁଁ ଗୋଟେ କଥା କହୁଛି, ଆମ ଘରେ କଦଳୀ ଗଛ ହେଉଛି, ମୁଁ କଦଳୀ ବିକିବି କେଉଁଠି? ମାର୍କେଟରେ ନେଇକି ଡେଲି ଟଙ୍କାଟେ, ଗୋଟେ 2 ଟଙ୍କା 3 ଟଙ୍କା ବିକିକି ମୁଁ ଘରକୁ 200 ଟଙ୍କା ଖାଇଦେଲେ ହେଇଗଲା। ମୁଁ ଏମିତି ଏମିତି ସ୍ୱାବଲମ୍ବୀ ହେବି କି ମୋ ପୁଲେ ଛୁଆ ହେବେ, ସେ ବଢ଼ିବେ, ଏମିତି ସ୍ୱାବଲମ୍ବୀ ହେବେ। ଆରେ ଭାଇ ମୁଁ କହୁଛି ଶୀତଳ ଭଣ୍ଡାର କର ପ୍ରତ୍ୟେକ ବ୍ଲକରେ, କାହିଁକିନା ଆମ ଓଡ଼ିଶାରେ ଅଧିକାଂଶ ଚାଷୀ। ସେ ଚାଷୀ, ଓଡ଼ିଶାର ନାଁ ଯଦି ଗଢ଼ିବାକୁ ଅଛି ଚାଷୀରେ, ଆଉ କୃଷକଙ୍କର ଯଦି ସତରେ ତୁମ ଦୁଃଖ ଦୂର କରିବାକୁ ଚାହୁଁଛ, ଶୀତଳ ଭଣ୍ଡାର ପ୍ରତ୍ୟେକ ବ୍ଲକରେ କର। ଆଉ ସେମାନେ ତାଙ୍କର ଯାହା ବି ଅଛି ପ୍ରାପ୍ୟ ନ ମିଳୁ। ମୁଁ କହୁଛି ଶୁଣ, ଯଦି ଆମେ ପରିଶ୍ରମ ଫଳ ପାଇଯାଉଛନ୍ତି ନା, ଓଡ଼ିଶା ଲୋକ ମୁଁ କହୁଛି, ଲୋକ ଖାଉଛନ୍ତି, ବିକୁଛନ୍ତି, ଫିଙ୍ଗୁଛନ୍ତି, ବୁଝିଲେ କି? ଗାଁରେ ନେଇକି କପି 5ଟା ବିକି ଦିଆଇଲେ ପଇସା ହେବନି। ଆମେ ଯଦି ଟ୍ରକ୍ ବେପାର କରୁଛେ, ଗୋଟେ କଥାକୁ, ମୋ ଜମି ଅଛି, କାହା ଜମି 2 ମାଣ ଅଛି, ସମସ୍ତ ଜମି ଅଛି ଓଡ଼ିଶାରେ, କାହା ଜମି ନାହିଁ ବୋଲି କହିବେନି, ସମସ୍ତ ଜମି ଅଛି। ଚାଷ କଲେ ସବୁ ଚାଷ କରିପାରିବେ, ସବୁ ଚାଷ କରୁଛନ୍ତି, କାହିଁକି ଝିଅ ବୋଉ ଛୁଆ କତ ସବୁ ପରିଶ୍ରମୀ ଓଡ଼ିଶାର। ଜାଣିଛନ୍ତି ବାପା କ'ଣ ପରିଶ୍ରମୀ କରନ୍ତି, ପିଲା କ'ଣ ପରିଶ୍ରମ କରନ୍ତି, ଛୁଆ କ'ଣ ପରିଶ୍ରମ କରନ୍ତି। ତ ମୋର ଏତିକି ଅନୁରୋଧ, ତ ଯିଏ ବି ମୋ ଭିଡ଼ିଓ ଦେଖୁଛ ସେୟାର କର, ଆଉ ଗଭର୍ଣ୍ଣମେଣ୍ଟ ପାଖରେ ପହଞ୍ଚାଅ। ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ହେବାର ଅଛି, ହେଲେ ହିଁ। ଆଉ ଯେଉଁ କ'ଣ କରୁଛନ୍ତି ବ୍ଲକ କୃଷି କାର୍ଯ୍ୟାଳୟ ହେଇଛି, କ'ଣ ହେଇଛି, କ'ଣ କରୁଛନ୍ତି? କିଛି କରୁନାହାନ୍ତି। ଆଉ ଥିଲା, ସରିଗଲାଣି, ଆଉ କିଛି ନାହିଁ। ଭାବ, ନବୀନ ବାବୁଙ୍କ ବୋର୍ଡନରେ ବଡ଼ ବଡ଼ ଧାନ ଗଛ ଦେଖା ହେଉଥିଲା, ଏବେ ସେ ଧାନ ଗଛ ଦେଖତେ ପାଇବେନି ଆଜ୍ଞା, ପଦ୍ମ ଗଛ। କ'ଣ କହିବି ଆପଣଙ୍କୁ ଆଜ୍ଞା, ଆମ ଓଡ଼ିଶା ପରିସ୍ଥିତି ଏଇଆ। ମୋ ବାପା ଜଣେ ଚାଷୀ, ମୋ ମା ବି ଜଣେ ଚାଷୀ, ମୋ ଭାଇମାନେ ବି ଜଣେ ଚାଷୀ, ମୁଁ ବି ଜଣେ ଚାଷୀ। ପାଠ ଦିଖରେ ପଢ଼ିଛେ ବୋଲି ଆମ ଓଡ଼ିଶାରେ ଏତେ ଜବ୍ ନାହିଁ ବୋଲି ଆମେ ଆସିକି ବାহিରେ ଖଟୁଛନ୍ତି। ବାহিରେ ବି ଆମ ସମ୍ମାନ ମିଳୁନି ଆଜ୍ଞା। ମିଳୁଛି ତ ଆମ କାମର ସମ୍ମାନ।